ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିବା ଯଦି ଆପଣ ଜୀବନରେ ସାଇବାବାଙ୍କର ଏହି 5ଟି କଥା ଆପଣେଇବେ ତେବେ ଅତି ଶୀଘ୍ର ଭାଗ୍ୟର ପରିବର୍ତ୍ତନ ହୋଇଯିବ। ସାଇନାଥ ତାଙ୍କର ପୁରା ଜୀବନ ରହସ୍ୟବାଦୀ ପରି ଅତିବାହିତ କରୁଥିଲେ। ସାଇବାବା ଲୋକମାନଙ୍କୁ ନିଜର କାର୍ଯ୍ୟ ଏବଂ ଚମତ୍କାରିତା ସାହାଯ୍ୟରେ କରୁଥିଲେ ଏବଂ ସେମାନଙ୍କର ପ୍ରତ୍ୟେକ ସମସ୍ୟାରେ ସର୍ବଦା ସେମାନଙ୍କ ପାଖରେ ଛିଡ଼ା ହେଉଥିଲେ ଏବଂ ବିପଦକୁ ଦୂର କରୁଥିଲେ। ସାଇନାଥ କାହାକୁ କେବେ ମଧ୍ୟ ତାଙ୍କୁ ପୂଜା କରିବାକୁ କହିନଥିଲେ, କିନ୍ତୁ ସେ ସର୍ବଦା ତାଙ୍କ ଭକ୍ତଙ୍କ ଠାରୁ ପ୍ରେମ ମାଗୁଥିଲେ। ସାଇବାବା ସର୍ବଦା ଭକ୍ତମାନଙ୍କୁ ଏହା ଶିଖାଇଛନ୍ତି ଯେ ଯେଉଁମାନଙ୍କ ମନରେ ପ୍ରେମ ଏବଂ ଦୟା ରହିଥାଏ ସେମାନଙ୍କ ଉପରେ ସର୍ବଦା ଈଶ୍ୱରଙ୍କର ଆଶୀର୍ବାଦ ରହିଥାଏ। ସାଇନାଥ ଭକ୍ତମାନଙ୍କୁ ଏପରି ଶିକ୍ଷା ଦେଇଛନ୍ତି, ଯଦି ଆପଣ ଆପଣଙ୍କ ଜୀବନରେ ସାଇବାବାଙ୍କର ଏହି 5ଟି କଥାକୁ ମାନନ୍ତି ତେବେ କୌଣସି ଦୁଃଖ ଆପଣଙ୍କୁ ଘେରି ରହିବ ନାହିଁ। ଜୀବନରେ ଖୁସିର ରହସ୍ୟ ସାଇବାବାଙ୍କର ଏହି 5ଟି କଥାରେ ଅଛି। 1ରେ ସାଇ କହିଛନ୍ତି ଯେ ମଣିଷକୁ କିପରି ହେବା ଉଚିତ। ସାଇ ସର୍ବଦା କହୁଥିଲେ ଯେ ସବୁବେଳେ ଘରର ମୂଳଦୁଆକୁ ଦୃଢ଼ କରାଯାଏ, ଯାହାଦ୍ୱାରା ଘର ବର୍ଷ ବର୍ଷ ଧରି ଛିଡ଼ା ହୋଇ ରହିବ। କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ, କିନ୍ତୁ ସେହି ଘର ଆଦୌ ହଲିବା ଉଚିତ ନୁହେଁ। ସେହିଭଳି ସମାନ ନିୟମ ମଣିଷ ପାଇଁ ମଧ୍ୟ ପ୍ରଯୁଜ୍ୟ ହୋଇଥାଏ। ଏହାର ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତିଙ୍କର ଲାଳନ ପାଳନ ଏହିପରି ଦୃଢ଼ ହେବା ଉଚିତ ଯାହାଫଳରେ ସେ କୌଣସି ବ୍ୟକ୍ତିର କଥା ଏବଂ ଧୋକାରେ ଆସିପାରିବେ ନାହିଁ, ଅର୍ଥାତ୍ ସେହି ବ୍ୟକ୍ତି ସର୍ବଦା ନିଜର ନୀତି ଏବଂ ନିର୍ଦ୍ଧାରଣରେ ଅଟକ ରହିବେ। ଏହିପରି ମଣିଷମାନେ ସର୍ବଦା ପୂଜନୀୟ ହୁଅନ୍ତି। 2ରେ ସାଇ ସର୍ବଦା ମଣିଷକୁ ପଦ୍ମ ଭଳି ହେବାକୁ ଶିକ୍ଷା ଦେଇଥିଲେ। ସାଇ କହୁଥିଲେ ଯେ ସୂର୍ଯ୍ୟ କିରଣ ପଦ୍ମ ଉପରେ ପଡ଼ିବା ଦ୍ୱାରା ସେ ଯେପରି ଫୁଟିଥାଏ, ସେହିପରି ଭାବରେ ଜ୍ଞାନ ଏବଂ ଶିକ୍ଷା ଦ୍ୱାରା ଜଣେ ବ୍ୟକ୍ତିଙ୍କୁ ପଦ୍ମ ପରି ହେବା ଉଚିତ। ମଣିଷଙ୍କୁ ନିଜର ହାତ ଅନ୍ୟ ଆଗରେ ଜ୍ଞାନ ପାଇବା ପାଇଁ ଦେଖାଇବା ଉଚିତ, କାରଣ ଜୀବନରେ କେବଳ ଗୋଟିଏ ନୁହେଁ, ଅନେକ ପଥ ଜ୍ଞାନ ଦ୍ୱାରା ଖୋଲା ଯାଇଥାଏ। 3ରେ ସାଇ ସର୍ବଦା ନିଜ ଭକ୍ତମାନଙ୍କୁ କହୁଥିଲେ ଦୁନିଆରେ କ'ଣ ନୂଆ ଅଟେ, କିଛି ମଧ୍ୟ ନୁହେଁ, ଏବଂ ଦୁନିଆରେ କ'ଣ ପୁରୁଣା ଅଟେ, କିଛି ମଧ୍ୟ ନୁହେଁ। ଦୁନିଆରେ ଯାହା ଅଛି ତାହା ସର୍ବଦା ରହିବ, କିନ୍ତୁ ଧୈର୍ଯ୍ୟ ଓ ସନ୍ତୋଷ ନ ମିଳିଲେ ପ୍ରତ୍ୟେକ ଦିନ ମନୁଷ୍ୟ ପାଇଁ ଏକ ଅସୁବିଧାଜନକ ଦିନ ହେବ। ତେଣୁ ସର୍ବପ୍ରଥମେ ଜୀବନରେ ସନ୍ତୁଷ୍ଟତାର ବିକାଶ କରନ୍ତୁ। 4ରେ ସାଇ ସର୍ବଦା ଭକ୍ତମାନଙ୍କୁ କହୁଥିଲେ ଯେ ନିଜ ଅନୁଭୂତିରୁ ଶିଖନ୍ତୁ। କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ କହୁଥିଲେ ଯେ ସର୍ବଦା ଅନ୍ୟମାନଙ୍କର ଅନୁଭବକୁ ମାନିବା ଉଚିତ। ଏହାର କାରଣ ହେଉଛି କେବଳ ଜ୍ଞାନ ଏବଂ ଅନୁଭବର ଆଧାରରେ ଅନୁଭବୀ ମଧ୍ୟ ଆଧ୍ୟାତ୍ମିକତାର ମାର୍ଗ ଦେଖାଇଥାଏ। ଅନୁଭବ ମାଧ୍ୟମରେ ମନୁଷ୍ୟ ଶିକ୍ଷା ଲାଭ କରିଥାଏ ଏବଂ ବିଭିନ୍ନ ପ୍ରକାରର ଅନୁଭୂତି ମାଧ୍ୟମରେ ଆଧ୍ୟାତ୍ମିକ ପଥ ପୂର୍ଣ୍ଣ ହୋଇଯାଏ। 5ରେ ସାଇବାବା ସର୍ବଦା କହୁଥିଲେ ଯେ ବିଚାର ଅନୁଯାୟୀ ସମସ୍ତ କାର୍ଯ୍ୟ ହୋଇଥାଏ। ଯଦି କେହି ଖରାପ କର୍ମ କରନ୍ତି ତେବେ ଫଳ ମଧ୍ୟ ବିଚାର ଆଧାରରେ ମିଳିଥାଏ ଏବଂ ଯଦି କେହି ଭଲ କାର୍ଯ୍ୟ କରନ୍ତି ତେବେ ଫଳ ମଧ୍ୟ ବିଚାର ଆଧାରରେ ମିଳିଥାଏ। ତେଣୁ ବ୍ୟକ୍ତିଙ୍କୁ ସର୍ବଦା ନିଜ ବିଚାରକୁ ଶୁଦ୍ଧ ଏବଂ ସଠିକ ରଖିବା ଉଚିତ।
ତେବେ ଦର୍ଶକ ବନ୍ଧୁ, ଆପଣଙ୍କୁ ଯଦି ଏହି ସାଇବାବାଙ୍କର ଏହି 5ଟି ଟିପ୍ସ ଭଲ ଲାଗିଥାଏ, ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଭକ୍ତିରେ ଥରେ କମେଣ୍ଟ ବକ୍ସରେ ଓମ୍ ସାଇରାମ ଲେଖିଦିଅନ୍ତୁ।